ମଧୁ ସକାଳ ପିଲାମାନେ କେମିତି ଅଛ? ଭଲ ଅଛ ନା? ନିଶ୍ଚୟ ଭଲ ଥିବ। ବାଃ, ଉଃ, କେତେ ସୁନ୍ଦର ଦେଖାଯାଉଛ। କି ବାସ୍ନା! ଆଜି ତ ଆମ କ୍ଲାସ୍ ପୁରା ବାସ୍ନାରେ ମହକିତ ହେଇଯାଉଛି। ବହୁତ ସୁନ୍ଦର। ତାହେଲେ ପିଲାମାନେ ଆମେ ଆଜି କିଛି ଜାଣିବା? ତୁମେ କିଛି ଜାଣିଛ ନା? ଠିକ୍ ଅଛି। ଜାଣିବା ଆଗରୁ ତୁମ ଶିଶୁ ବାଟିକା 3କୁ ପୁଣି ଥରେ ମୁଁ ସ୍ୱାଗତ ଜଣାଉଛି। ଆଚ୍ଛା ପିଲାମାନେ, ତୁମମାନେ କେତେ ସୁନ୍ଦର ଦିଶୁଛ। ଗପ ଶୁଣିବ, ଗୀତ ଶୁଣିବ। ତାହେଲେ ଆମର ଯୋଉ ବହି ଅଛି କାର୍ଯ୍ୟଫଳ 43 ଭାଷା, ଯୋଉଠି ତାର ପ୍ରସଙ୍ଗ ରହିଛି ଚଢ଼େଇ ଓ ପିମ୍ପୁଡ଼ି ଗଳ୍ପ। ଏହାର ଉପସ୍ଥାପନା ଏବଂ ପ୍ରସ୍ତୁତିରେ ମୁଁ ଶ୍ରୀମତୀ ମିନତୀ କୁମାରୀ ପ୍ରଧାନ, ଯାହାର ସମୀକ୍ଷା କରିଛନ୍ତି ଶ୍ରୀମତୀ ନିହାରିକା ଦେବୀ। ଆଚ୍ଛା ପିଲାମାନେ, ଆଜି ଆମେ ଶିକ୍ଷଣ ଦିଗ ଭାଷାଗତ ବିକାଶ ଉପରେ ଜାଣିବା। ପାଠ୍ୟକ୍ରମର ଲକ୍ଷ୍ୟ ହେଲା ଦୈନନ୍ଦିନ ଜୀବନରେ ପାରସ୍ପରିକ କ୍ରିୟା ପାଇଁ 2ଟି ଭାଷା ମାଧ୍ୟମରେ ଫଳପ୍ରଦ ଭାବେ ଭାବ ବିନିମୟ କ୍ଷମତା ବା ଦକ୍ଷତା ହାସଲ କରିବେ। ତାହେଲେ ପିଲାମାନେ, ସେଇ ଦକ୍ଷତା କ'ଣ? ଦକ୍ଷତାଟି ହେଉଛି ବର୍ଣ୍ଣନା କରାଯାଇଥିବା ବା ପଢ଼ିଥିବା କାହାଣୀକୁ ବୁଝିଥାଏ ଏବଂ ଚରିତ୍ର, କାହାଣୀ ଓ ଲେଖକ କ'ଣ କହିବାକୁ ଚାହୁଁଛନ୍ତି ତାହା ଚିହ୍ନଟ କରିବେ। ତାହେଲେ ପିଲାମାନେ, ଆମେ କ'ଣ ଏଥିରୁ ପ୍ରତ୍ୟାଶିତ ବା ଶିକ୍ଷଣ ଫଳାଫଳ ପାଇବା? ସେଇଟା ହେଲା ଆମେ କାହାଣୀର ପ୍ଲଟ୍ ଓ ଚରିତ୍ରକୁ ଚିହ୍ନଟ କରିବେ ବା ଆମେ ଚିହ୍ନଟ କରିବା ଓ କାହାଣୀର ଶବ୍ଦକୁ ନେଇ ସଠିକ୍ କ୍ରମରେ ଗଳ୍ପଟିକୁ ପୁନର୍ବାର କହିବା। ତାହେଲେ ପିଲାମାନେ, ଆମେ କିଛି ଦେଖିବା ଆଉ ଜାଣିବା। କହିଲ ଦେଖି, ଏଇଟା କ'ଣ? କ'ଣ ଦେଖୁଛ? ଗଛ। ହଁ, ବହୁତ ସୁନ୍ଦର। କୋଉଠି ଅଛି ଗଛ? କୋଉଠି ଦେଖୁଛ ଗଛ? ଓ ତମ ବାଡ଼ି ପଟେ ଅଛି। ଆଉ କୋଉଠି ଦେଖୁଛ କହିଲ? ଓ ସ୍କୁଲରେ ବି ଅଛି। ଆଉ ତମେ ରାସ୍ତାରେ ଆସିଲା ବେଳେ ବି ଦେଖ। ବହୁତ ବଢ଼ିଆ। ଗଛକୁ ତାହେଲେ ତମେ ଜାଣିଛ ନା? ଆଚ୍ଛା। ତମେ ବି ଦେଖିଛ? ଓହୋ, ବହୁତ ସୁନ୍ଦର। ସମସ୍ତେ ତାହେଲେ ଗଛ ଉପରେ ଜାଣିଛ ଆଉ ଦେଖିଛ। ଆରେ ଓ ଚଢ଼େଇ ବି ରହନ୍ତି ଗଛରେ। ବହୁତ ବଢ଼ିଆ। ଆଉ ଫୁଲ ବି ଫୁଟେ। ଆରେ ବହୁତ ବଢ଼ିଆ ତ। ଆଉ କ'ଣ? ଓହୋ, ତମ ବାରିଆଡ଼େ ଯୋଉ ଆମ୍ବ ଗଛ ଅଛି, ଫଳ ବି ସେଠି ଫଳେ। ବହୁତ ବଢ଼ିଆ। ତୁମେ ଖାଉଥିବ ଆଉ ମୁଁ ବି ଯିବି। ତାହେଲେ ପିଲାମାନେ, କହିଲ ଦେଖି, ଇଏ କ'ଣ? ଆହା, ପତର। ଆଉ କିଏ କହିବ? ପତ୍ର। ଆଚ୍ଛା, ତୁମେ ବି ଠିକ୍ କହିଛ। ଓ ଏଇଟା ଗଛରେ ଥାଏ। ବାଃ, ବଢ଼ିଆ ତ କହୁଛ। ତାହେଲେ ଆକୁ ଆମେ ଚିହ୍ନି ସାରିଛେ। ଏଇଟା କ'ଣ? ପତର ବା ପତ୍ର। ତାହେଲେ କହିଲ ଦେଖି, ଇଏ କିଏ? ଚେରେ। ଆଚ୍ଛା, ଚଢ଼େଇ। ଓ ତୁମେ ବି ଠିକ୍ କହିଛ। ଆରେ ହଁ, ପକ୍ଷୀ। ହଁ, ତୁମେ ବି ଠିକ୍ କହିଛ। ହଁ, ଏଇଟା ହେଲା ଆମର କ'ଣ? ଚଢ଼େଇ। ସମସ୍ତେ ତ ବଢ଼ିଆ କହୁଛ। ଆଚ୍ଛା, କହିଲ ଦେଖି, ଏଇଟା କ'ଣ? କିଏ ଇଏ? ଚାଣ୍ଟି। ଓହୋ, ତମେ ତ ବଢ଼ିଆ କହୁଛ। ଆରେ ମିତା, ଏଇଟା କ'ଣ? ପିମ୍ପୁଡ଼ି। ଆଚ୍ଛା। ଓହୋ, ତମକୁ ଚାବୁରି ଚାଣ୍ଟି କାମୁଡ଼ି ଦେଇଥିଲା। ଓହୋ, ତାହେଲେ ତମେ ଚାଣ୍ଟିକୁ ଦେଖିଛ ନାଇଁ କି? ଆରେ ମିତା, ତମେ କ'ଣ କହିଲ?
ଆକୁ ଜନ୍ଦା ବି କହନ୍ତି। ଓ ବଡ଼ଟା ଜନ୍ଦା। ଆଚ୍ଛା, ତାହେଲେ ଆମେ ଆକୁ କଣ କହୁଛେ? ହଁ, ପିମ୍ପୁଡ଼ି। ଚିହ୍ନିଲ? କୋଉଠି ଦେଖିଛ? ଓ ମିଠା ଆସିକି ଖାଇଦିଏ ନା? ଓହୋ, ବଢିଆ ବଢିଆ। ତାହେଲେ ଏଇଟା ଦେଖିଲ କିଏ? ଭଲ କି ଦେଖ, କଣ କରୁଛନ୍ତି ଦେଖିଲ? ଓହୋ, ମାରି ଦଉଛନ୍ତି କାହାକୁ? ଆଚ୍ଛା ଆଚ୍ଛା ଆଚ୍ଛା, କହିଲ କିଏ? ଜାଣିପାରୁନ? କିଏ ଜାଣିଛ କହିଲ? କହିଲ। ଇଏ ହେଲା ଶିକାରୀ। ଦେଖୁଛ, ଧନୁଶର ଧରିଛନ୍ତି କାହାକୁ ଗୋଟେ ମାରିବା ପାଇଁ। ଦେଖିଛ ଶିକାରୀ କିଏ? କୋଉଠି ଦେଖିଛ? ଓ ଦେଖିନ? ଓ ପିଣ୍ଟୁ, ତମେ ଦେଖିଛ? ବହୁତ ବଢିଆ। କୋଉଠି ଦେଖିଛ? ଓ ନଈ କୂଳରେ ପକ୍ଷୀ ମାରୁଥିଲେ। ଆଚ୍ଛା, ତାହେଲେ ଏବେ ତମେ ସମସ୍ତଙ୍କୁ ଜାଣିଗଲ, ନୁହେଁ? ବହୁତ ବଢିଆ ପିଲାମାନେ। ଆଚ୍ଛା ପିଲେ, କହିଲ ଏଇ ଯୋଉ ଚିତ୍ର ଦେଖୁଛ କାହାର ଚିତ୍ର? କଣ ଏଇଟା? ତମେ ଗାଧେଇ ଯାଅ? ଓହୋ, କୋଉଠି ଥାଏ ପିଲେ? ଓ ମନ୍ଦିର ପାଖେ। ଆଚ୍ଛା ଆଚ୍ଛା, ମନ୍ଦିର ପାଖରେ ଗାଁ ମୁଣ୍ଡରେ ଏଇ ଜିନିଷଟା ଅଛି। ଆର ନାମ କଣ? ବନ୍ଧ ଆଉ ପୋଖରୀ। ଆରେ ତମେ ତ କେତେ କଥା ଜାଣିଲଣି। ଆଚ୍ଛା, ଏଇଟା ପୋଖରୀ। ତାହେଲେ ଏଇଠି କଣ ଦେଖୁଛ କହିଲ? ଓହୋ, ପୋଖରୀରେ ପିମ୍ପୁଡ଼ି ଭାସି ଭାସି ପଳଉଛି। ଆହା, ଭାସି ଯାଉଛି। ଆଚ୍ଛା, ତାପରେ ଆମେ ଦେଖିବା ଏଠି। ଦେଖିଲ କଣ ଦେଖୁଛ ଏଠି କହିଲ? ଓହୋ, ଗୋଟେ ପଟେ ଗୋଟେ ଚଢ଼େଇ ତାକୁ ଦେଖୁଛି, ଆଉ ଗୋଟେ ପଟେ କଣ କରୁଛି? ଓହୋ, ଗଛରୁ ଗୋଟେ ପତ୍ର ତା ଥଣ୍ଟରେ ଛିଡେଇକି ଧରିଛି, ନୁହେଁ? କଣ କରିବ ପିଲାମାନେ ସେଇ ପତ୍ର, ଟିକେ ଭାବ ତ। ଆଚ୍ଛା, ଦେଖିଲ ଏଠାରେ ଆଚ୍ଛା ପିଲାମାନେ, ତାହେଲେ ଏଠାରେ କଣ ଦେଖୁଛ କହିଲ? ଓ, ପିମ୍ପୁଡ଼ି ପାଣିରେ ଭାସି ଭାସି ଯାଉଛି। ଆହା, ଦେଖ, ଛୋଟ ପିମ୍ପୁଡ଼ି କେମିତି ଭାସି ଭାସି ପାଣିରେ ଯାଉଥିଲା। ତାପରେ ଦେଖିଲ ଏଇଠି କଣ ଦେଖୁଛ? ଓହୋ, ଦିଟା ଚଢ଼େଇ ଦୁଇ ପଟେ ତାଙ୍କୁ ଦେଖୁଛନ୍ତି, ନୁହେଁ? ଆହା, କଣ କରିବେ ବୋଲି ଭାବୁଛନ୍ତି କହିଲ ଦେଖି? କଣ କରିବେ? ଦେଖ ତାହେଲେ ସେମାନେ କଣ କରୁଛନ୍ତି ଏବେ ଦେଖିବା। ସେ ଚଢ଼େଇଟିଏ ତ ପତ୍ରଟିଏ ଗଛରୁ ଧରିଛି, ଏବେ କଣ କରୁଛି ଦେଖିବା। ଦେଖିଲ? ହଁ, ପତ୍ରଟି ପାଣି ଉପରକୁ ପକେଇ ଦେଲା। ତାପରେ ପିମ୍ପୁଡ଼ି ଭାଇ କଣ କଲା ଦେଖ, କଣ କରୁଛି? ଓହୋ, ସିଏ ପତ୍ରକୁ ଦେଖିକି ଦୌଡ଼ି ଆସିକି ତା ଉପରେ ଚଢ଼ିଗଲା। ତାହେଲେ ସେ କଣ ହେଲା ଦେଖ, ସେ ପତ୍ର ବି ଭୂମିକୁ ଲାଗିଛି। ସେଇ ପତ୍ରକୁ ଉଠି ଭୂମି ଉପରକୁ ଉଠି ଆସିଲା, ଆଉ ତା ଜୀବନ ବଞ୍ଚେଇଲା। ବଢିଆ କଥା, ନୁହେଁ କି? ବଢିଆ କାମ କଲା। ଏବେ ଦେଖିଲ ଏଠାରେ କଣ ଦେଖୁଛ କହିଲ? ଚଢ଼େଇ, ଗଛ, ଶିକାରୀ, ପିମ୍ପୁଡ଼ି ସମସ୍ତେ ଅଛନ୍ତି। ଆଚ୍ଛା, ସେଇ ଶିକାରୀ କଣ କରୁଛି ଦେଖିଲ? ଓ, ସେ ମାରିବାକୁ ଜଗିଛି। କାହାକୁ ମାରିବାକୁ ଧନ? ଓହୋ, ଚଢ଼େଇକୁ ମାରିବ ବୋଲି ସଜ କରିକି ରହିଛି, ନୁହେଁ? ଆଚ୍ଛା, ଦେଖ ତାପରେ କଣ ହଉଛି? ଗଛରେ କିଏ ଅଛି ଦେଖିଲ? ପିମ୍ପୁଡ଼ି ଅଛି। ଏଇ ସବୁ ଜିନିଷ ପିମ୍ପୁଡ଼ି ଦେଖୁଥିଲା। ସେ କଣ କଲା? ସିଏ ଆସ୍ତେ କିନା ଆସିଲା ଆଉ ଶିକାରୀର ଗୋଡ଼କୁ କାମୁଡ଼ି ଦେଲା। ଯେମିତି କାମୁଡ଼ି ଦେଇଛି, ଶିକାରୀ କଣ କଲା? ଓ ବୋଲି ଜୋର ପାଟି କଲା। ତମକୁ ପିମ୍ପୁଡ଼ି କାମୁଡ଼ିଲେ କାନ୍ଦ କି ନାହିଁ?
ତାକୁ ଜୋରରେ ପିମ୍ପୁଡ଼ି କାମୁଡ଼ି ଦେଲା। ଯେମିତି କାମୁଡ଼ି ଦେଇଛି ସିଏ ଓ କହିକିରି ସିଏ କ'ଣ କଲା, ଆଗକୁ ଘୁଚିଗଲା। ଏଇ ସମୟରେ ଯେମିତି ଘୁଚି ଯାଇଛି, ଚଢ଼େଇ କ'ଣ କଲେ, ସେମାନେ ଅଲଗା ଅଲଗା ଜାଗାକୁ ପଳେଇଲେ। ତାର ଲକ୍ଷ୍ୟ ଆଉ ରହିଲା ନାହିଁ। ସେମାନେ ପିମ୍ପୁଡ଼ି ପାଇଁ ଚଢ଼େଇମାନେ ରକ୍ଷା ପାଇଗଲେ। ବୁଝିଲ ତ ପିଲାମାନେ? ତାହେଲେ ଏଠାରେ ଦେଖ କ'ଣ ଦେଖୁଛ? ଓହୋ, ପିମ୍ପୁଡ଼ିର ଜୀବନ କିଏ ରକ୍ଷା କଲା? ଚଢ଼େଇ। ଆଉ ଚଢ଼େଇର ଜୀବନ କିଏ ରକ୍ଷା କଲା? ଶିକାରୀକୁ ପିମ୍ପୁଡ଼ି କାମୁଡ଼ିକି ଚଢ଼େଇର ଜୀବନ ରକ୍ଷା କଲା। ତେଣୁ ସେଇ ଦିନଠୁ ଚଢ଼େଇ ଆଉ ପିମ୍ପୁଡ଼ି ଦୁଇ ମିତ ହେଲେ। କହିଲ ଦେଖି, ତାହେଲେ ଏଇ ଗପରୁ ତୁମେ କ'ଣ ଶିଖିଲ? ହଁ, ସତରେ ଯିଏ ଅନ୍ୟକୁ ଉପକାର କରିଥାଏ ତାର ବିପଦ ସମୟରେ ସାହାଯ୍ୟ ସହଯୋଗ ମିଳିଥାଏ। ଗପଟିରେ ପିମ୍ପୁଡ଼ି ଚଢ଼େଇର ଉପକାର ସୁଝିଲା। ସେ ଉପକାର କରିଥିଲା କି ନାହିଁ? ତେଣୁ ତା ଉପକାର ସୁଝିଲା। ତାହେଲେ ବର୍ତ୍ତମାନ ଆମେ ଏଇଠି ଦେଖିବା ଚିତ୍ରରେ ଆମେ ଯାହା ଗପରେ ଶୁଣିଲେ, ଦେଖ ତାକୁ ପର୍ଯ୍ୟାୟକ୍ରମେ ଦିଆଯାଇଛି। ପ୍ରଥମେ କ'ଣ ଅଛି? ପ୍ରଥମ ଚିତ୍ରରେ ଦେଖ, ଉପରେ ବାମ ପାର୍ଶ୍ୱରେ ଅଛି ପୋଖରୀ। ତମେ ଯୋଉ ପୋଖରୀ ଦେଖିଥିଲ, ତା ପାଖରେ କ'ଣ ଅଛି? ଚଢ଼େଇ ପତ୍ର ପକେଇଛି, ପିମ୍ପୁଡ଼ି ଉପରକୁ ଆସୁଛି। ଦ୍ୱିତୀୟ ଲାଇନରେ ପ୍ରଥମରେ କ'ଣ ଅଛି? ହଁ, ଶିକାରୀ ଚଢ଼େଇକି ମାରିବା ପାଇଁ ବସିଛି। ତାପରେ ପିମ୍ପୁଡ଼ି କାମୁଡ଼ିଛି କାହାକୁ? ଶିକାରୀକୁ। ତାପରେ ଚଢ଼େଇ ତା ଜୀବନ ରକ୍ଷା କରିଛି। ତାପରେ କ'ଣ ହେଲା? ଦି ଜଣ ଯାକ ସାଙ୍ଗ ହେଇକି ମିତ ହେଲେ। ତମେ ମିତ ବସ ନା, ଯୋଉମାନେ ସାଙ୍ଗ ହୁଅ, ଯିଏ ତୁମକୁ ସାହାଯ୍ୟ କରନ୍ତି। ତାହେଲେ ଏବେ ଦେଖ, ଯୋଉ କାହାଣୀଟି ଆମେ ଏବେ ପଢ଼ିଲେ, ଦେଖିଲେ ଚିତ୍ରରେ, ତାକୁ ଏବେ ଦେଖ ଏପଟ ସେପଟ ହେଇକି ଅଛି ନା, ଆକୁ ଆମେ ଠିକରେ ସଜେଇବା। କୋଉଟା ପ୍ରଥମେ ରହିବ, କୋଉଟା ଦ୍ୱିତୀୟରେ, କୋଉଟା ତୃତୀୟ, କୋଉଟା ଚତୁର୍ଥ। ଆଚ୍ଛା ମିତା, କହିଲ ଆମର 4ଟି ଚିତ୍ର ଅଛି, ପ୍ରଥମେ କୋଉଟା ହବ? କୋଉଟା ହବ? ଓ ସମସ୍ତେ ତ ପୁରା ବଡ଼ ପାଟିରେ କହିଦେଲଣି ଯେ ପୁରା ଶେଷରେ ଯୋଉଟା ଅଛି ସେଇଟା ଆରମ୍ଭରେ ରହିବ। ବହୁତ ବଢ଼ିଆ, ବହୁତ ଧନ୍ୟବାଦ। ତାପରେ କୋଉ ଚିତ୍ର ରହିବ? ଓ ପତ୍ର ଆଉ ପିମ୍ପୁଡ଼ି, ମାନେ ଯୋଉଟା ଫାଷ୍ଟରେ ଅଛି ସେଇଟା 2 ନମ୍ବରରେ ରହିବ। ବହୁତ ବଢ଼ିଆ। ତାପରେ କୋଉଟା ରହିବ? ଓ ଏଇ ଯୋଉ ଶିକାରୀ ଚଢ଼େଇକୁ ମାରୁଛି ସେଇ ଚିତ୍ର ରହିବ। ବହୁତ ବଢ଼ିଆ କହୁଛ ତ। ତାହେଲେ ସବା ଶେଷରେ କୋଉଟା ରହିବ? ହଁ, ପିମ୍ପୁଡ଼ି ଏବଂ ଚଢ଼େଇ ଦୁଇ ମିତ। ଆମେ ବି ମିତ ବସିବା, ସମସ୍ତଙ୍କୁ ସାହାଯ୍ୟ କରିବା, ଉପକାର କରିବା। ତାହେଲେ ଦେଖ, ଆମେ ସବୁ ସାଙ୍ଗ, ତମର ଫଟୋ ଅଛି ଦେଖୁଛ ତ ପିଲାମାନେ? ଆମେ ସମସ୍ତେ ମିତ ବସିବା। ଆମେ ସମସ୍ତେ କ'ଣ କରିବା? ମିତ ବସିବା। ଦେଖ, ସାଙ୍ଗ ହେଇକି ଆମେ ସବୁ ବସିଛେ, କିଏ କାହାକୁ ସାହାଯ୍ୟ କରୁଛି ଦେଖ, ଆଉ ମିତ ଆଜିଠୁ ବସିବା। ତାହେଲେ ପିଲାମାନେ ଆଉ ଥରେ ନୂଆ ଗପ ନେଇକି ପୁଣି ଥରେ ଆମେ ଆସିବା। ତୁମକୁ ତାହେଲେ ବହୁତ ଧନ୍ୟବାଦ।